ବର୍ତ୍ତମାନ ଇଭିର ଚାହିଦା ଦିନକୁ ଦିନ ବଢି ବଢି ଚାଲିଛି। ପ୍ରତ୍ୟେକ ଲୋକ ବର୍ତ୍ତମାନ ଯୋଉ ପଲ୍ୟୁସନ ଏବଂ ପେଟ୍ରୋଲ ପ୍ରାଇସକୁ ଆଖି ଆଗରେ ରଖି ଇଭି ଆଡକୁ ସିଫ୍ଟ ହଉଛନ୍ତି ଏବଂ ଆସ୍ତେ ଆସ୍ତେ ସବୁ ପ୍ରକାର କମ୍ପାନୀ ଯୋଉ ମାନେ ପୁରୁଣା 2 ଚକିଆ ଯାନ ଏବଂ 4 ଚକିଆ ଯାନ କମ୍ପାନୀ ସେମାନେ ଇଭି ଉପରକୁ ମଧ୍ୟ ସିଫ୍ଟ କଲେଣି ଏବଂ ନୂଆ ନୂଆ ଟେକ୍ନୋଲୋଜି ଯୁକ୍ତ ଇଭି ମଧ୍ୟ ବାହାରିଲାଣି। ସେଇ ଯେତେବେଳେ ଭାରତରେ ଇଭି ନୂଆ ନୂଆ ଲଞ୍ଚ ହେଇଥିଲା ସେଇ ଇଭି ସେଗମେଣ୍ଟରେ ତହଲକା ମଚେଇଥିଲା ଗୋଟେ କମ୍ପାନୀ ଯୋଉ କମ୍ପାନୀର ନାଁ ହେଲା ଓକିନାୱା କମ୍ପାନୀ ଏବଂ ବହୁତ ଦିନ ଧରି ସେ ଇଣ୍ଡିଆରେ ଇଭି ସେଗମେଣ୍ଟରେ ଟପ୍ 1 ହେଇକି ରହିଥିଲା ଏବଂ ମାନେ ତା ପାଖକୁ କେହି ପଶିବାକୁ ସେ ଦେଇନଥିଲା। କାହିଁକି ନା ତାର ଗୋଟେ ଭଲ ପ୍ରଡକ୍ଟ ଥିଲା, ଗୋଟେ ନୁହେଁ ବହୁତ ଭଲ ଭଲ ପ୍ରଡକ୍ଟ ଥିଲା ଏବଂ କମ୍ପାନୀ ସେତେବେଳେ ତାର କମ୍ପିଟିଟର ସେମିତି କେହି ନଥିଲେ, ତା ସାଙ୍ଗକୁ କମ୍ପିଟ୍ କରିବାକୁ ସେମିତି କେହି ନଥିଲେ। ସୋ ଦ୍ୟାଟ୍ ସେ କଣ କରୁଥିଲା ନା ବହୁତ ଇଭି ସେଗମେଣ୍ଟରେ ଯୋଉଟା କହନ୍ତି ରାଜା, ସେ ରାଜା ହେଇକି ରହିଥିଲା କମ୍ପାନୀ। କିନ୍ତୁ ଧୀରେ ଧୀରେ କଣ ହେଲା ନା ନୂଆ ନୂଆ କମ୍ପାନୀ ସବୁ ଇଭି ସେଗମେଣ୍ଟକୁ ଏଣ୍ଟର କଲେ ଏବଂ ଆସ୍ତେ ଆସ୍ତେ କମ୍ପିଟିସନ ବଢିଲା ଏବଂ କମ୍ପିଟିସନ ବଢିବା ଦ୍ୱାରା କଣ ହେଲା ନା ସେ କମ୍ପାନୀ ଆଉ ନିଜକୁ ଇଭି ସେଗମେଣ୍ଟରେ ସଷ୍ଟେନ୍ କରିପାରିଲା ନାହିଁ ଯୋଉ ଅନୁସାରେ ସେ କରୁଥିଲା ଏବଂ ଧୀରେ ସେ ତଳକୁ ଖସିଲା। ସେ ଓକିନାୱା କମ୍ପାନୀର ଗୋଟେ ଏଭରଗ୍ରୀନ୍ସ ଗାଡି ଥିଲା ବା ଅଛି, ସେ ଗାଡିର ନାଁ ହେଲା ଓକିନାୱା ପ୍ରେସ୍ ପ୍ରୋ, ଯୋଉଟା କି ମୁଁ ନିଜେ କିଣିଥିଲି 2022 ଜାନୁଆରୀ 10 ତାରିଖ, 3 ବର୍ଷ ହେଲାଣି। ଏଯାଏଁ ସେ ଗାଡି ଅଛି, ଅବଶ୍ୟ ମୋ ପାଖରେ ନାହିଁ, ଆଉ ଜଣେ ସାଙ୍ଗ ସେ ଗାଡିକି ଡ୍ରାଇଭ୍ କରୁଛି। ଆଉ 3 ବର୍ଷ 6 ମାସ ପାଖାପାଖି ହେଲାଣି, 3 ବର୍ଷ 6 ମାସ ପରେ ସେ ଗାଡିର କଣ୍ଡିସନ କେମିତି ଅଛି ଏବଂ ଓନରସିପ ରିଭ୍ୟୁ, ଓନରସିପ କରିକି ଗାଡିର ମୋର ଲସ୍ ହେଇଛି ବା ଲାଭ ହେଇଛି, ଆଜି ସେ ବିଷୟରେ ଟିକେ ଡିସ୍କସନ କରିବା। ଏବଂ ସେ ଗାଡିଟି ଇଣ୍ଡିଆର ୱାନ୍ ଅଫ୍ ଦ ଟପ୍ ସେଲିଂ ଇଲେକ୍ଟ୍ରିକ ସ୍କୁଟର ଥିଲା, କାହିଁକି ନା ବହୁତ ସେ ଗାଡିର ବିକ୍ରି ହେଇଥିଲା। ସୋ ହ୍ୟାଲୋ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ, ନମସ୍କାର, ସ୍ୱାଗତ କରୁଛି ମୋର ଆଉ ଗୋଟେ ନୂଆ ବ୍ଲଗକୁ। ଯଦି ଆଜି ଭିଡିଓଟି ଆପଣମାନଙ୍କୁ ଭଲ ଲାଗିଛି ତାହେଲେ ଭିଡିଓକୁ ଲାଇକ୍, ଚ୍ୟାନେଲକୁ ସବସ୍କ୍ରାଇବ ଏବଂ ଭିଡିଓକୁ ବହୁତ ମାତ୍ରାରେ ସେୟାର କରିବେ। ଚାଲ ଦେଖିବା ସେ ଗାଡିକୁ। चलो आज गाड़ी टिके वॉक अराउंड वीडियो नहीं जिवा। देखो गाड़ीटा चारिपटे केमितिया होची, गाड़ीर स्टाइल जबरदस्त अछि। सेतेबेले ना टीवीएस थिला, ना एथर थिला, ना ओला थिला, ना बाजाज थिला, ना केही नथिले। एई गाड़ी भारतीय मार्केट रे राजा हेगिथिले। एबे भी गाड़ीर लुक्स बहुत बढ़िया अछि एवं देखो गाड़ीटा केते स्टाइलिश हेछि। एबे देखो गाड़ीर आमे फ्रंट सेक्शन को आसीया। फ्रंट सेक्शन में देखो एलो व्हील अछि, 12 इंच रोड एलो व्हील एवं ट्यूबलेस टायर अछि। एडी मडगार्ड अछि, ए जो मडगार्डटा फाइबर रे अछि। आगर गोटे भलो डिस्क ब्रेक देछि, टेलिस्कोपिक फ्रंट सस्पेंशन देछि एवं टिके ऊपर जदी आसीया गोटे बढ़िया हेडलाइट देछि जहार राती रे थ्रोटा बहुत मस्त थाए एवं एडी तार स्टिकर थिला कंपनी रो लोगो सेटा उठी जाइछि। ऊपर को जदी आसीया हैंडल बार रे जोटा अछि, हैंडल बार रे देखो एडी इंडिकेटर अछि, लेफ्ट साइड राइट साइड इंडिकेटर, एटा लेफ्ट साइड इंडिकेटर। एठी हम चैनल रो ना अछि, मोर दीटा जंगर चैनल, गोटे अछि सौम्य सर आ गोटे अछि सौम्य लाइफस्टाइल। तापरे देखो एटी जो अछि ब्रेक लीवर अछि, ब्रेक लीवर ता एडजस्टेबल ब्रेक लीवर अछि। एटी देखो एडजस्टेबल नट अछि, सेपटे मध्ये एडजस्टेबल ब्रेक लीवर अछि। एटा हला तार इंस्ट्रूमेंट क्लस्टर जोटा डिजिटल अछि। ए पर्यंत गाड़ी गलानी हमर 30,295 किलोमीटर, जोटा डिजिटल बेसिक। एवं गाड़ी रे एठी देखिबा हमें एठी छोट छोट दीटा स्पेस अछि, जो स्पेस रे हमें किछ छोट छोट जिंस रख परिबा। रियर व्यू मिरर दीटा अछि। एठी जो फुटबोर्ड अछि, एटा स्पेशलिटी हला फुटबोर्ड। ए फुटबोर्ड रे बहुत स्पेस अछि, कंपैरेटिवली अन्य कोनोसी गाड़ी रे फुटबोर्ड रे एते स्पेस नै जेति गार अछि। एवं ए स्पेस रे आराम रे गोटे सिलिंडर, काई सिलिंडर नुहे अन्य जिंस मध्ये पळे आसीबो। पछु जदी हम आसीबा पछर देखो मेन स्टैंड अछि, सेंटर स्टैंड अछि, साइड स्टैंड अछि
ଏଠି ପଛରେ ମଧ୍ୟ ଲେଡିଜ ଫୁଟରେଷ୍ଟ ଅଛି। ପଛରେ 12 ଇଞ୍ଚର ହୁଇଲ ଦେଇଛି। ଯୋଉ ହୁଇଲରେ ଆମକୁ ହବ୍ ମୋଟର ଫିଟିଂ ମିଳିବ, ମାନେ ଚକା ସହିତ ମୋଟରଟି ଫିଟିଂ ଅଛି, ଯୋଉଟାର 1200 ୱାଟ୍ର ମୋଟର ଅଛି ଏବଂ ପିକ୍ ପାୱାର ପାଖାପାଖି 3 କିଲୋୱାଟ୍ର ପିକ୍ ପାୱାର ସେ ଦଉଛି। ଚକା ଉପରେ ମଡଗାର୍ଡ ଅଛି। ପଛରେ ଦୁଇଟା ସସ୍ପେନସନ ଅଛି ବା ସକ୍ ଅବଜର୍ଭର ଅଛି, ଯୋଉଟା କି ରାଇଡ କମ୍ଫର୍ଟଟା ବହୁତ ଭଲ ଭାବରେ ଦିଏ। ପଛ ହୁଇଲ ପାଖରେ ହୁଇଲ କଭର ମଧ୍ୟ ଅଛି। ପଛରେ ପଛ ଫେଣ୍ଡର ଅଛି। ଟେଲ ଲାଇଟ୍ ଅଛି। ଟେଲ ଲାଇଟଟା ହେଲା ଆମର ବଲ୍ବ ବାଲା ଟେଲ ଲାଇଟ୍, କିନ୍ତୁ ଦିଟା ଇଣ୍ଡିକେଟର ହେଲା ଏଲଇଡି। ଏପଟକୁ ପଳେଇ ଆସିବା। ଏଇପଟେ ଦେଖ, ଆମେ ଯଦି ପଛ ଚକାକୁ ଲକ୍ଷ୍ୟ କରିବା, ପଛ ଚକାରେ ମଧ୍ୟ ଆମକୁ ଡିସ୍କ ବ୍ରେକ୍ ମିଳିବ ଏବଂ ହୁଇଲ କଭର ମଧ୍ୟ ମିଳୁଛି। ଆଉ ଗାଡି ଏଠି ଦେଖ ଓକିନାୱା ପ୍ରେଜ ପ୍ରୋର ବ୍ରାଣ୍ଡିଂ ମଧ୍ୟ ଅଛି। ଗାଡିଟା ଦେଖିବାକୁ ବହୁତ ଗୁଡ ଲୁକିଂ ନୁହେଁ, ବହୁତ ଗୁଡ ଲୁକିଂ ବଢିଆ ଅଛି, ଯାହା ଫଳରେ କି ଗାଡିଟାର ବିକ୍ରି ବହୁତ ବଢିଆ ଭାବରେ ହେଇଥିଲା। ବହୁତ ହଟ୍ ସେଲିଂ ବା ଟପ୍ ସେଲିଂ ଗୋଟେ ସ୍କୁଟର ଏଟା ଥିଲା। ଏବେ ଆସ ଗାଡିର ବୁଟ୍ କୁ ଓପନ କରିବା, ସିଟ୍ କୁ ଓପନ କରିବା। ଜଷ୍ଟ ଚାବିକୁ ଟିକେ ପଛକୁ ଟିଲ୍ଟ କରିବା, ସିଟ୍ ଓପନ ହେଇଯିବ। ଦେଖ ଏଠି ସିଟ୍ ମୁଁ ଓପନ କରିଦେଇଛି। ସିଟ୍ରେ ଡିକି ସ୍ପେସ୍ ନାହିଁ। ଏଠି ଗୋଟେ ଏମସିବି ଅଛି, ଯୋଉଟା କି କିଛି ଇଲେକ୍ଟ୍ରିକାଲ ସର୍ଟ ସର୍କିଟ ହେଲେ ସିଏ ତାକୁ ପ୍ରୋଟେକ୍ସନ ଦବ। ଏଇଠି ତାର ମାନୁଆଲଟା ଅଛି, ଆଉ ଏଇଟା ହେଲା ତାର ବ୍ୟାଟେରୀ। ଏଇ ଜାଗାରେ ତା ବ୍ୟାଟେରୀ ଅଛି। ଯୋଉ ବ୍ୟାଟେରୀଟା କେତେ ନା ନନ୍ ରିମୁଭେବଲ ବ୍ୟାଟେରୀ। ଏଠି ତା ଚାର୍ଜରଟି ଅଛି। ବ୍ୟାଟେରୀଟା ହେଲା 72 ଭୋଲ୍ଟ ଏବଂ 30 ଆମ୍ପିୟର ବ୍ୟାଟେରୀ, ମାନେ 2.2 କିଲୋୱାଟ ଆୱାରର ବ୍ୟାଟେରୀ ଗୋଟେ ଅଛି, ଯାହାକି ପାଖାପାଖି ସେତେବେଳେ କମ୍ପାନୀ କହୁଥିଲା 88 କିଲୋମିଟର ହାଇଏଷ୍ଟ ମାଇଲେଜ ଦବ। ଏବେ ମଧ୍ୟ ଗାଡି 70 ପ୍ଲସ୍ ମାଇଲେଜ ଦଉଛି ଆଫ୍ଟର 3 ଇୟର୍ସ। ଗାଡିର ରାଇଡ କ୍ୱାଲିଟି ବହୁତ ବଢିଆ ଅଛି। ଗାଡି ବହୁତ ସ୍ମୁଥ ଚାଲେ, କିଛି ଅସୁବିଧା ନାହିଁ। ବ୍ରେକିଂ ସିଷ୍ଟମ ବହୁତ ଭଲ ଅଛି। ଯେହେତୁ ଆଗ ପଛ ଦୁଇଟା ଯାକ ଡିସ୍କ ବ୍ରେକ୍ ଅଛି, ତେଣୁ ଗାଡିର ବ୍ରେକିଂ ରେ କିଛି ପ୍ରୋବ୍ଲେମ ନଥାଏ। ଖାଲ ଜଣା ପଡେନି, ଗାଡିରେ ଏତେ ସ୍ମୁଥ ଚାଲେ। ଗାଡିଟା ଟିକେ ଧୂଳି ହେଇଯାଇଛି ବା ଗୋଟେ ଜାଗାରେ ଗାଡି ଛୁଆ ଟିକେ ବାଡି ଦେଇଛନ୍ତି। ସାଙ୍ଗ ଯେହେତୁ ଚଲଉଛି, ତାଙ୍କ ଛୁଆ ଟିକେ ପକେଇଦେଲେ ଗାଡି, ତେଣୁ ଗାଡି ଟିକେ ଭାଙ୍ଗି ଯାଇଛି। ଏଇଠି ଦେଖ, ଏଇଠି ଦିପଟରେ ଦିଟା ପାର୍କିଂ ଲାଇଟ୍ ଅଛି। ଏପଟେ ଗୋଟେ ଅଛି, ଏଇଟା ଏପଟେ ଗୋଟେ ଅଛି। ଏଠି ପାର୍କିଂ ଲାଇଟ୍ ବି ଅଛି, ଯୋଉଟା କି ଜଳିଲେ ଭାରି ବଢିଆ ଦେଖାଯାଏ। ଆଗରେ ଯୋଉ ଦିଟା ଇଣ୍ଡିକେଟର ଅଛି, ସେ ଇଣ୍ଡିକେଟର ଦିଟାଙ୍କ ପ୍ରକୃତରେ ବଲ୍ବ ଇଣ୍ଡିକେଟର। ମୁଁ ତାକୁ ଚେଞ୍ଜ କରିକି ଏଲଇଡି ଇଣ୍ଡିକେଟର କରିଦେଇଥିଲି, ଆଉ ଯୋଉଟା କି ଏର ଭିଜିବିଲିଟି ବହୁତ ବଢିଆ ଥାଏ। ଏବେ ଆମେ ଦେଖିବା ଗାଡିର ଡିମେରିଟ୍ସ କଣ ଅଛି। ଓଭରଅଲ ଦେଖିବାକୁ ଗଲେ ଗାଡିର କିଛି ଡିମେରିଟ୍ସ ବେଶୀ କିଛି ନାହିଁ। ପ୍ରଥମ ଡିମେରିଟ୍ ହେଲା ଗାଡିର ଯୋଉ ହବ୍ ମୋଟର ଅଛି। ସବୁ ହବ୍ ମୋଟର, ଯୋଉ ଗାଡିର ପଛରେ ମୋଟର ଅଛି, ହବ୍ ମୋଟର ଅଛି, ତାର ଗୋଟିଏ ପ୍ରୋବ୍ଲେମ ହେଲା ଗାଡିର ହବ୍ ମୋଟର ଯୋଉ ଅଛି, ତା ଦେହରେ ଗୋଟେ ୱାଟର ସିଲ୍ ଥାଏ, ଯୋଉଟା ଗୋଟେ ରବର। ସେ ରବର କଣ ହୁଏ, ଖରା ବର୍ଷା ଖାଇଲା ପରେ କିଛି ଦିନ ପରେ ସିଏ ଆପେ ଆପେ ଖରାପ ହେଇଯାଏ। ଖରାପ ହେଇଗଲା ମାନେ ଗାଡିର ମୋଟର ଭିତରେ ପାଣି ପଶିବ ହିଁ ପଶିବ। ସେ ଯେକୌଣସି ଗାଡି ହଉ, ଯେକୌଣସି ଯିଏ ବି କହୁ ୱାଟର ପ୍ରୁଫ ମୋଟର, ଏ ଗାଡି ବି କହୁଥିଲା ୱାଟର ପ୍ରୁଫ ମୋଟର ମୋର, କିନ୍ତୁ ଯୋଉଟା କି ନିରାଟ ସତ ହେଲା, ୱାଟର ସିଲ୍ ଯାହା ହେଲେ ଖରାପ ହବ ଗୋଟାଏ ସମର ସିଜନ ଆଉ ରେନି ସିଜନ ପରେ। ଯାହାଫଳରେ କଣ ହବ, ମୋଟର ଭିତରେ ପାଣି ପଶିବ। ମୋଟର ଭିତରେ ପାଣି ପଶିଲେ ତାର ଅସୁବିଧା କଣ ହବ ନା, ମୋଟରର ହଲ୍ ସେନ୍ସର ପ୍ରୋବ୍ଲେମ ଦେଖେଇବ ଏବଂ ହଲ୍ ସେନ୍ସର ଯେତେବେଳେ ପ୍ରୋବ୍ଲେମ ଦେଖେଇବ, ମୋଟର ଗାଡିର ପିକଅପ ରହିବନି ଠିକ ଠାକ, ଝଟକା ଦବ ଗାଡି, ବେଳେ ବେଳେ ବନ୍ଦ ହେଇଯିବ। ଆଉ ଗୋଟେ ପ୍ରୋବ୍ଲେମ ହବ କଣ ନା, ଗାଡିର ଯୋଉ ମ୍ୟାଗ୍ନେଟ ଅଛି, ଚକାରେ ଗୋଟେ ମ୍ୟାଗ୍ନେଟ ଅଛି, ସେ ମୋଟର ଦେହରେ, ଯେହେତୁ ହବ୍ ମୋଟର ଗୋଟେ VLDC ହବ୍ ମୋଟର, ମ୍ୟାଗ୍ନେଟ ଅଛି। ସେ ମ୍ୟାଗ୍ନେଟର ମଧ୍ୟ ପ୍ରୋବ୍ଲେମ ଦେଖିବ। ଗାଁର ମ୍ୟାଗ୍ନେଟିକ ପ୍ରପର୍ଟି ଯୋଉ ଅଛି, ଧୀରେ ଧୀରେ ୱିକ୍ ହେଇଯିବ। ଏଇଟା ଗୋଟିଏ ପ୍ରୋବ୍ଲେମ ତାର। ଆଉ ପ୍ରୋବ୍ଲେମ ସେମିତି କହିବାକୁ ଗଲେ, ଗାଡିଟା ଟିକେ ହାଲକା ଗାଡି, ତେଣୁ ପାଖରେ ଯଦି କଡରେ ଗୋଟେ ଟ୍ରକ୍ ଗଲା, ଜୋରରେ ପଳେଇଲା, ଗାଡି ହଲିଲା ଭଳିଆ ଲାଗିବ। ବଟ୍ ଗାଡି ବହୁତ ସ୍ପିଡ ଯାଏ ଏବଂ ବହୁତ ସ୍ମୁଥ ଯାଏ। ଏବେ ଦେଖିବା ଗାଡିର କେତେ ସ୍ପିଡ ଯାଉଛି। ଗାଡିର ମୋଡ ଅଛି, ଏଠି ଆମେ ଅନ୍ କରିବା ଚାବିକୁ। ଗାଡିର 3ଟା ମୋଡ ଅଛି, 2ଟା ମୋଡ, ଗୋଟେ ଯୋଉ ଆମର ଟର୍ବୋ ମୋଡ ଅଛି। ଏଇଟା ଦେଖ ଇକୋନୋମି ମୋଡ। ଯଦି ଗାଡିକୁ ଅନ୍ କରିବି, ଗାଡିର ଇକୋନୋମି ମୋଡରେ ହାଇଏଷ୍ଟ ଯାଉଛି 35-36।
ତାକୁ ଯଦି ମୁଁ ପାୱାର ମୋଡ ଦେବି, ଦେଖ ଏଇଠି ଅଛି ମୋଡ ସୁଇଚଟା, ପାୱାର ମୋଡ ଦେବି, ହାଇଏଷ୍ଟ ଯାଉଛି ଦେଖ 58। ଆଉ ଗୋଟେ ଅଛି ଏଠି ଟର୍ବୋ, ଏଇପଟେ ଅଛି ଟର୍ବୋ ମୋଡ। ଏ ଟର୍ବୋ ମୋଡରେ ଯଦି ଆମେ ଦେଖିବା, ସେ ହାଇଏଷ୍ଟ ସେ 58, 59, 60 ଏଇ ଟାଇପର ଯିବ, ଆଉ ବେଶୀ ଯିବ ନାହିଁ। ତେଣୁ ଗାଡିର ମୋଡ ବି ଭଲ ଅଛି, ଆଉ ଏତେ ପ୍ରୋବ୍ଲେମ ବି ନାହିଁ। କିନ୍ତୁ ଗୋଟିଏ ପ୍ରୋବ୍ଲେମ ମୋର ଏଇ ଗାଡିର ହେଲା କି ବେଳେ ଥରେ କଣ ହେଲା ନା, ଗାଡିର ସେମିତି ଅଏଲ ସିଲଟା କଟିଗଲା, ଅଏଲ ସିଲଟା କଟି ଯାଇକି ମୋର ଗାଡି ଚକାରେ ଟିକେ ପାଣି ପଶିଗଲା। ଯେତେବେଳେ ପାଣି ପଶିଗଲା, ଗାଡିର ହଲ ସେନ୍ସରଟା ପ୍ରୋବ୍ଲେମ ଦେଖେଇଲା। ପ୍ରୋବ୍ଲେମ ଯେତେବେଳେ ଦେଖେଇଲା, ମୁଁ ତାକୁ ନିୟରେଷ୍ଟ ସର୍ଭିସ ସେଣ୍ଟର ଆମର ଅଛି ଯାଜପୁର ରୋଡରେ, ଯୋଉଟା କି ଆମ ଭାଗବତ ମୋଟର୍ସ ବୋଲି ତାର ଡିଲରସିପ ଅଛି, ସର୍ଭିସ ସେଣ୍ଟର ଅଛି, ତା ପାଖକୁ ମୁଁ ନେଲି। ସେ ଭାଗବତ ମୋଟର୍ସ କଣ କଲା ନା, ଗାଡିର ହଲ ସେନ୍ସର ବଦଳାଇବା ପାଇଁ ଗାଡିଟାକୁ ମୋର 15 ଦିନ ରଖିଲା। କାହିଁକି ରଖିଲା? ତାର କାରଣ ହେଲା ଅନସ୍କିଲ୍ଡ ମେକାନିକ, ତାଙ୍କ ପାଖରେ ମେକାନିକ ହିଁ ନଥିଲେ। ସୋ ଦ୍ୟାଟ ସେମାନେ ହଲ ସେନ୍ସର ବଦଳାଇବାକୁ ତାକୁ 15 ମିନିଟ୍ ଲାଗିଲା। ସେ ପିଲାଟି ଯୋଉ ଥିଲା, ସେ ହଲ ସେନ୍ସର ମଧ୍ୟ କାମ ଠିକରେ ଜାଣି ନାହିଁ, ଯୋଉଟା କି ମୁଁ କମ୍ପାନୀକି 10 ଥର ଫୋନ କଲି, କମ୍ପ୍ଲେନ ଦେଲି, ଯାହା ଫଳରେ ସେ ଆସ୍ତେ ଆସ୍ତେ ତାକୁ ବାଗେଇକି ଦେଲେ। সেটা কোম্পানির প্রবলেম নুহে, সেটা সর্ভিস সেন্টর প্রবলেম। ଆଉ ଗୋଟେ ପ୍ରୋବ୍ଲେମ କଣ ଥିଲା ଦେଖେଇଲା ଗାଡି ନା, ଗାଡିର ମଝିରେ ତା ୱାରେଣ୍ଟି ପିରିୟଡ ଭିତରେ ଗାଡିର ଗୋଟେ କନଭର୍ଟର ଅଛି, ଯୋଉଟା କି 72 ଭୋଲ୍ଟରୁ 12 ଭୋଲ୍ଟକୁ କନଭର୍ଟ କରେ। ଯୋଉ 12 ଭୋଲ୍ଟକୁ କନଭର୍ଟ କଲେ ତାର ଲାଇଟ୍ ଆଉ ଅନ୍ୟାନ୍ୟ ଇଲେକ୍ଟ୍ରିକାଲ ଯୋଉ ଆଇଟମ୍ସ ଅଛି ସବୁ କାମ କରେ। ସେ କନଭର୍ଟରଟା ଖରାପ ହେଇଗଲା। ଯେତେବେଳେ କନଭର୍ଟର ଖରାପ ହେଇଗଲା, ଗାଡିର ହେଡଲାଇଟଟାକୁ ସେ ଖରାପ କରିଦେଲା, ଯୋଉଟା ୱାରେଣ୍ଟି ପିରିୟଡ ଭିତରେ ଥିଲା। ମୁଁ ସେ ଭାଗବତ ମୋଟର୍ସକୁ ଯାଇ କମ୍ପ୍ଲେନ ଦେଲି, ମୋ ଗାଡ଼ିର ଇଏ ପ୍ରୋବ୍ଲେମ ଅଛି। ସେମାନେ କନଭର୍ଟରଟା ଚେଞ୍ଜ କରିଦେଲେ ସାଙ୍ଗେ ସାଙ୍ଗେ। ତାପରେ ଆସିଲେ ହେଡଲାଇଟ୍ସଟାକୁ କହିଲେ, ଆମେ କମ୍ପ୍ଲେନ ଦେଇଛୁ, ଆପଣଙ୍କ ୱାରେଣ୍ଟି ପିରିୟଡ ଭିତରେ ଅଛି, ଆପଣଙ୍କୁ ମିଳିଯିବ। ମୁଁ ଡିସେମ୍ବରରେ କଲି, ମୋର ଜାନୁଆରୀ ମାସ ପର୍ଯ୍ୟନ୍ତ ୱାରେଣ୍ଟି ଥିଲା। ଜାନୁଆରୀ ଗଲା, ଫେବୃଆରୀ ଗଲା, ମାର୍ଚ୍ଚ ଗଲା, କହିଲେ ଆମେ ବାରମ୍ବାର ତାଙ୍କୁ କହିଲା ପରେ ଆମେ କରିଦେଇଛୁ, ଆମେ ଆସିଯିବ। ଯେତେବେଳେ ମାର୍ଚ୍ଚ ମାସକୁ ମୁଁ ଡାଇରେକ୍ଟ କମ୍ପାନୀ ସହିତ କଣ୍ଟାକ୍ଟ କଲି, କମ୍ପାନୀ କହିଲେ ଯେ ସିଏ ଆମକୁ ବିଲକୁଲ ରିଟର୍ନ ମାନେ ରିକ୍ୱେଷ୍ଟ ଦେଇ ହିଁ ନାହାନ୍ତି, ମାନେ କମ୍ପ୍ଲେନ ଆସିନି ଯେ ଆପଣଙ୍କର ହେଡଲାଇଟ୍ ଖରାପ ଅଛି। ସୋ ମୋ ପାଖରେ ବି ତାଙ୍କ ରସିଦ ଥିଲା ଯେ ଏଇଟା କମ୍ପ୍ଲେନ ଅଛି ବୋଲି। ମୁଁ କମ୍ପାନୀକି ଫରୱାର୍ଡ କଲି, ମେଲ୍ କଲି। କମ୍ପାନୀ ମୋତେ ଆସିଷ୍ଟ କଲା। ମୁଁ ହେଡଲାଇଟ୍ଟାକୁ ଚେଞ୍ଜ କଲି ଅନ୍ୟ ଗୋଟେ ଡିଲର ଥ୍ରୋରେ, କମ୍ପାନୀ ମୋତେ ଦେଲା। ତେଣୁ କମ୍ପାନୀକୁ ମୁଁ କିଛି ଦୋଷ ଦେବି ନାହିଁ। ବଟ୍ ଦୋଷ ହେଲା ସେ ଡିଲର। ସେ ଡିଲର ମୋତେ ଠକିଲା, ଏବଂ ଖାଲି ମୋତେ ନୁହେଁ, ମୁଁ ଦେଖିଛି ବହୁତ ଯୋଉ ଅଛନ୍ତି କଷ୍ଟମର, ତାର ବହୁତ କଷ୍ଟମରଙ୍କୁ ସେ ଠକିଛି। ଏମିତି କାହାର ବ୍ୟାଟେରୀ ରିପ୍ଲେସମେଣ୍ଟ, କାହାର ହେଡଲାଇଟ୍ ରିପ୍ଲେସମେଣ୍ଟ, କାହାର ମୋଟର ରିପ୍ଲେସମେଣ୍ଟ କହିଦେଲା ପରେ ଆଉ ନାହିଁ। ତେଣୁ ମୋର ତା ସହିତ ବି ଟିକେ ଏମିତି ଯୁକ୍ତିତର୍କ ହେଲା। ଯୁକ୍ତିତର୍କ ହେଲା ପରେ ମୁଁ ଦେଖିଲି କିଛି କହିକି ଲାଭ ନାହିଁ। ତା ନାଁରେ ମଧ୍ୟ ଟିକେ ସୋସିଆଲ ମିଡିଆରେ ଗୋଟେ ଦିଟା ପୋଷ୍ଟ କଲି। ଆଉ ଯାହା ଇଏ ଯୋଗକୁ ତାର ଡିଲରସିପଟି କମ୍ପାନୀ କାଟିଦେଲା। ଯାହା ଯିଏ ଯେମିତି କର୍ମ କରିବ ସେ ସେମିତି ଫଳ ପାଇବ। ତେଣୁ ଆମର କିଛି କହିବାର ନାହିଁ, ଯେ କିନ୍ତୁ ମୋତେ କମ୍ପାନୀ କିଛି ପ୍ରୋବ୍ଲେମ କରିନି। ଆଉ ଗୋଟେ ପ୍ରୋବ୍ଲେମ କଲା ସେ ଡିଲରସିପ, କଣ କଲା ନା, ଯେତେବେଳେ ମୁଁ କମ୍ପାନୀକୁ କମ୍ପ୍ଲେନ କଲି ଏଇ ଯୋଉ ପଛର ହଲ ସେନ୍ସର ମୋର ପ୍ରୋବ୍ଲେମ ଥିଲା, ମୁଁ କମ୍ପାନୀକୁ ବାରମ୍ବାର କମ୍ପ୍ଲେନ କଲି, ମୋ ଗାଡି ପଡିଛି ସେଠି, ସିଏ କହିଲା ଗୋଟେ ଦିନରେ କରିଦବ, ଦେଖିଲା ବେଳକୁ 15 ଦିନ ହେଲାଣି। ତାପରେ ସିଏ କଣ କଲା, ରାଗରେ ଯୋଉ ଆମର ମୋଟରର ଉପରେ ଯୋଉ ହାଉସିଂ ଅଛି, ଏଇଟା ଦେଖ, ଏଇ ଜାଗାଟା, ଏ ହାଉସିଂଟାକୁ ପିଟିକି ବଙ୍କା କରିଦେଲା। ସେଟା ସେ ରାଗରେ କରିଛି। ଯେତେବେଳେ ରାଗରେ ପିଟିକି ବଙ୍କା କରିଦେଲା, ଡିସ୍କ ବ୍ରେକଟାର ସାଉଣ୍ଡ ହେଲା। ଯେହେତୁ ଆଲାଇନମେଣ୍ଟ ତାଙ୍କର ଭୁଲ ହେଇଗଲା, ଡିସ୍କ ବ୍ରେକର ଆଲାଇନମେଣ୍ଟ ଭୁଲ ହେଇଗଲା, ସେ ସାଉଣ୍ଡ ହେଲା। ଡିସ୍କ ବ୍ରେକ ଲାଗିଲା, ତା ପ୍ଲେଟ ଲାଗିଲା ଡିସ୍କ ପ୍ୟାଡ ସହିତ। ତେଣୁ ମୁଁ ତାକୁ ବହୁତ ଇଏ ହେଲା, ଅସୁବିଧା ହେଲା। ତାପରେ କଣ କଲି ନା, ଆଉ ଗୋଟେ ଶୋରୁମ ଥିଲା ଆମର, ଯୋଉଠି ରିଭୋଲ୍ଟର ବାଇକଟା କିଣିଥିଲି, ତାଙ୍କ ପାଖରେ ବି ଓକିନାବା ଶୋରୁମ ଅଛି ତାଙ୍କର। ତାଙ୍କ ପାଖରେ ନେଇକି ତାଙ୍କ ସହିତ କନସଲ୍ଟ କଲି। ସେମାନେ ଯାହା ହଉ ତାକୁ ଟିକେ କରିଦେଲେ, ତା
ପ୍ଲେଟଟାକୁ ଚେଞ୍ଜ କରିଦେଲେ ଗାଡ଼ି ବର୍ତ୍ତମାନ ଠିକ୍ ଅଛି। ତ ମୋର କହିବା କଥା ମୋତେ ଏପର୍ଯ୍ୟନ୍ତ ଓକିନାୱା କମ୍ପାନୀ ହଇରାଣ କରିନାହିଁ। ଓକିନାୱା କମ୍ପାନୀ ବହୁତ ବଢ଼ିଆ କମ୍ପାନୀ, ଗାଡ଼ି ବହୁତ ବଢ଼ିଆ ଗାଡ଼ି। 3 ବର୍ଷ ଭିତରେ ନା ମୋତେ ବ୍ୟାଟେରୀରେ କିଛି ପ୍ରୋବ୍ଲେମ୍ ଦେଇଛି, ନା ମୋତେ ଅନେକ କିଛି ପ୍ରୋବ୍ଲେମ୍ ଦେଇଛି। ପ୍ରୋବ୍ଲେମ୍ କେବଳ ଡିଲର, ଯୋଉ ଡିଲର ମୁଁ ନାଁ ନେଲି ଭାଗବତ ମୋଟର୍ସ ଯାଜପୁର ରୋଡ, ତାର ତ ଆଉ ଡିଲରସିପ୍ ନାହିଁ। ଆଉ ଗୋଟେ କ'ଣ ଯୋଉ ଆମର ଅଳିଆ କମ୍ପାନୀ ଗୋଟେ ଅଛି, ତାର ଗାଡ଼ି ଧରିକି ବସିଛି, ସିଏ ସେଇଆ ହିଁ କରୁଛି, କଷ୍ଟମରକୁ ଠକୁଛି, ଗାଡ଼ି ସେଲ୍ କରିଦଉଛି, ଆଉ କିଛି ତାର ନାହିଁ। ମୋ ଭ୍ୟୁଅର ମାନଙ୍କୁ ମୁଁ କହିଦଉଛି ସେଇ ଲୋକଠାରୁ ଗାଡ଼ି ବିଲକୁଲ କିଣନ୍ତୁ ନାହିଁ, କିଣିଲେ ହଇରାଣ ହେବେ ଆପଣମାନେ। ସେ ଲୋକ ସେଲ୍ କରିଦବ, ବିଲକୁଲ ସର୍ଭିସ ଦବ ନାହିଁ, ଆଉ ଠକିବ ଆପଣଙ୍କୁ। ଏଇଟା ହେଲା ଏଇ ଗାଡ଼ିର ଡିମେରିଟ୍। ଆଉ ଗାଡ଼ିର ସେମିତି ଡିମେରିଟ୍ କିଛି ନାହିଁ, ଗାଡ଼ି ବହୁତ ବଢ଼ିଆ ଅଛି। ଏଇଟା ଦେଖିବା ଗାଡ଼ିର ଟିକେ ଆମର ହେଡଲାଇଟଟା କ'ଣ ଅଛି, ଏଇଟା ଦେଖିବା ଗାଡ଼ିର ହେଡଲାଇଟ ଦେଖ, ଏଇଟା ଦେଖ ଗାଡ଼ିର ହେଡଲାଇଟ, DRL ଅଛି, ହେଡଲାଇଟ ଅଛି, ବଢ଼ିଆ ହେଡଲାଇଟ ଗୋଟେ ଥ୍ରୋ ଅଛି ତାର। ଏଥିରେ ଇଣ୍ଡିକେଟର ଅଛି, ଏପଟେ ଦେଖିଲେ ଏଇଟା ଲେଫ୍ଟ ସାଇଡ୍ ଇଣ୍ଡିକେଟର ଏଇଠି ଜଳିବ, ଲେଫ୍ଟ ସାଇଡ୍ ଇଣ୍ଡିକେଟର, ଏପଟେ ରାଇଟ୍ ସାଇଡ୍ ଇଣ୍ଡିକେଟର। ଏଇଟା ହେଲା ଅପର ଡିପର ସୁଇଚ୍, ଏଇଟା ହେଲା ହର୍ନ ସୁଇଚ୍, ହର୍ନ ବି ବାଜୁନି। 3 ବର୍ଷ ହେଇଗଲାଣି ଗାଡ଼ି, ଗାଡ଼ି ବଢ଼ିଆ ଚାଲିଛି। ସୋ ଗାଡ଼ି କହିବାକୁ ଗଲେ ଗାଡ଼ିର ପଜିଟିଭ ବହୁତ ଅଛି, ନେଗେଟିଭ ଗାଡ଼ିର ଗୋଟେ ନେଗେଟିଭ ଡିଲରସିପ୍ର ନେଗେଟିଭ, ବଟ୍ କମ୍ପାନୀର କିଛି ନେଗେଟିଭ ନାହିଁ। କିନ୍ତୁ ମୁଁ ଆଉ ଗୋଟେ ଜିନିଷ ଜାଣିଲି ଯେ ଏଇ ଯୋଉ ଗାଡ଼ି ମୁଁ କିଣିଲି ସେଟା ଓକିନାୱା ପ୍ରେସ୍ ପ୍ରୋ ହିସାବରେ ବିକ୍ରି ହେଲା, ଓକିନାୱା କମ୍ପାନୀ ଦେଲା। ବଟ୍ ମୁଁ ଯେତିକି ସର୍ଚ୍ଚ କରିକି ଜାଣିଲି ଇଣ୍ଡିଆ ଭିତରେ ପାଖାପାଖି 20ଟା କମ୍ପାନୀ ଅଛି ଯିଏକି ଏଇ ମଡେଲର ଗାଡ଼ି ବିକୁଛି। ଏହାର ଅର୍ଥ ହେଲା ଏଇଆ, କମ୍ପାନୀ କ'ଣ କରୁଛନ୍ତି ନା ସିଧାସଳଖ ଚାଇନାରୁ ଆଣୁଛନ୍ତି, ଆସେମ୍ବଲ କରୁଛନ୍ତି, ବିକୁଛନ୍ତି, ବ୍ରାଣ୍ଡ କରିକି ବିକୁଛନ୍ତି। ସୋ ଦ୍ୟାଟ୍ ସେଇ ଗାଡ଼ିରୁ ଟିକେ ନିବୃତ୍ତ ରୁହନ୍ତୁ। ଆଉ ଦରକାର ନାହିଁ ଏଇ ଯୋଉ ଚାଇନା ଗାଡ଼ି କିଣିବା। ଭଲ ବ୍ରାଣ୍ଡ ଆସିଗଲାଣି, ଆମର ଆଥର ଆସିଲାଣି, ଓଲା ଆସିଲାଣି, ଇଣ୍ଡିଆନ ବ୍ରାଣ୍ଡ ସବୁ ଆସିଲାଣି, ଆଥର, ଓଲା, TVS, ସୁଜୁକି ଆକ୍ସେସ୍ ବି ଗୋଟେ ଆସିଲାଣି, TVS iQube ଆସିଲାଣି, ଚେତକ ଆସିଲାଣି, ହିରୋ ଭିଡା ଆସିଲାଣି, ହୋଣ୍ଡାର ବି ଆକ୍ଟିଭା ନା କ'ଣ ଗୋଟେ ଆସିଲାଣି। ଆଉ ଯଦି ବାଇକ୍ ସେଗମେଣ୍ଟ ଆମର ଯିବା, ରିଭୋଲ୍ଟ ତ ଏଇନା ଇଣ୍ଡିଆର ନମ୍ବର 1 ବାଇକ୍ ଅଛି, ଅଲ୍ଟ୍ରା ଭାୟୋଲେଟ୍ ଅଛି, ଆଉ ଗୋଟେ ପିଓର ଇଭି ନା କ'ଣ ଆଉ ଗୋଟେ ଅଛି। ତ ସେଗୁଡ଼ାକୁ ଦେଖନ୍ତୁ, ଯୋଉଟାକି ଇଣ୍ଡିଆନ ମ୍ୟାନୁଫ୍ୟାକ୍ଚରର ଅଛନ୍ତି, ଯେଉଁମାନେ R&D କରୁଛନ୍ତି, ସେମାନେ ରିସର୍ଚ୍ଚ କରୁଛନ୍ତି, ରିସର୍ଚ୍ଚ କରିକି ଆପଣଙ୍କୁ ଗାଡ଼ି ଡେଭଲପ୍ କରି ଦେଉଛନ୍ତି। ସେମାନଙ୍କ ପାଖରେ ସଫିସିଏଣ୍ଟ ସ୍ପେୟାର ପାର୍ଟସ୍ ଅଛି, ଏମାନଙ୍କ ପାଖରେ କିଛି ନାହିଁ। ସିଧାସଳଖ ଚାଇନାରୁ ଗାଡ଼ି ଆଣିଲେ, ଜିନିଷ ଯୋଡ଼ି ଜାଡ଼ି ଦେଲେ, ହେଇଗଲା ଗୋଟେ ଗାଡ଼ି। ବଟ୍ ଓଭରଅଲ୍ ଏଇ କମ୍ପାନୀର ଗାଡ଼ି ଭଲ ପଡ଼ିଛି। ଆଉ ମୋର ଏପର୍ଯ୍ୟନ୍ତ 3 ବର୍ଷ 6 ମାସ ଖଣ୍ଡେ ପାଖାପାଖି ହେଇଗଲାଣି, ଗାଡ଼ି ବହୁତ ବଢ଼ିଆ ଚାଲିଛି। ଯାହା ହଉ ଆମେ ଏ ଗାଡ଼ି ବିଷୟରେ ବହୁତ କିଛି ଜାଣିଲେ, 3 ବର୍ଷର ମୋର ଓନରସିପ୍ ଏକ୍ସପିରିଏନ୍ସ ବି ଟିକେ ଜାଣିଲେ। ଆଉ ଜାଣିଲେ ଯେ ଯୋଉ ସବୁ ଡିଲର ଅଛନ୍ତି, ଛୋଟ ମୋଟ ଡିଲର, ସେମାନେ କ'ଣ ସବୁ କରୁଛନ୍ତି। ତେଣୁ ସେମାନଙ୍କ ପାଖରୁ ଟିକେ ନିବୃତ୍ତ ରହନ୍ତୁ। ସେମାନଙ୍କ ପାଖରୁ ଏଇ ଯୋଉ ଶସ୍ତାରୁ ହୀନସ୍ତା ଯୋଉଟା କହନ୍ତି, ଶସ୍ତାରୁ ହୀନସ୍ତା ହୁଅନ୍ତୁ ନାହିଁ। ଅବଶ୍ୟ ଏ ଗାଡ଼ି ଶସ୍ତା ନୁହେଁ, ଏ ଗାଡ଼ି ମୋତେ ପଡ଼ିଥିଲା ପାଖାପାଖି 90,000 ଟଙ୍କା। ଆଉ ଶସ୍ତା ହେଇନି ଏ ଗାଡ଼ି, ଭଲ ଗାଡ଼ି, ଗାଡ଼ି ଏପର୍ଯ୍ୟନ୍ତ ବଢ଼ିଆ ଚାଲିଛି। ଶସ୍ତାରୁ ହୀନସ୍ତା ହୁଅନ୍ତୁ ନାହିଁ। 30,000 ଟଙ୍କା, 40,000 ଟଙ୍କା, ଲକ୍ଷେ ଟଙ୍କାର 3ଟା ସ୍କୁଟି, ଏଗୁଡ଼ାକୁ ଜମା କିଣନ୍ତୁ ନାହିଁ। ଯଦି ପଇସା ଖର୍ଚ୍ଚ କରୁଛନ୍ତି, ଭଲ ଭାବରେ ପଇସା ଖର୍ଚ୍ଚ କରନ୍ତୁ, ଭଲ ଗାଡ଼ି ଚଢ଼ନ୍ତୁ ଏବଂ ଭଲ ଭାବରେ ଏନ୍ଜୟ କରନ୍ତୁ ରାଇଡ୍କୁ। ଯଦି ଆଜି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଭିଡ଼ିଓକୁ ଲାଇକ୍ କରିବେ, ବହୁତ ମାତ୍ରାରେ ସେୟାର କରିବେ ଏବଂ ମୋତେ ସପୋର୍ଟ କରିବେ। ରହୁଛି, ଜୟ ଜଗନ୍ନାଥ।